ଏଠି ଦେଖନ୍ତୁ ଟିକେ ନିର୍ମଳ ପାଣି ଆଉଛି ଆଉ ତାର ଗଲା ପାଣି ମଧ୍ୟ ଯାଉଛି, ହେଲେ ଏପଟେ ଆସୁ ଆସୁ ସବୁ ମିଶି ଯାଉଛି। ମନୁଷ୍ୟର ଜୀବନ ମଧ୍ୟ ଯେତେବେଳେ ପାପ ଛାଡ଼ିକିରି ପୁନର୍ବାର ସେ ପାପ କରିବାକୁ ଆରମ୍ଭ କରିଦିଏ, ଯେତେ ପବିତ୍ର ବା ଅନେକ ଧାର୍ମିକ ବା ସେ ପାପ କ୍ଷମା ହେଇଥିଲା ମଧ୍ୟ ପୁନର୍ବାର ସେ ପାପ କରିବାକୁ ଇଚ୍ଛା କରେ ଓ ପାପ କରିବାକୁ ସେ ଯାଏ, ସେତେବେଳେ ସବୁ ତାର ପବିତ୍ରତା ଧାର୍ମିକତା ସେ ଏହି ପ୍ରକାର ଭାବରେ ପାପମୟ କରିଦିଏ, ସବୁ ଦୂର ହୋଇଯାଏ, ଶେଷରେ ଏ ପ୍ରକାର ମିଶିଯାଏ। ଦେଖନ୍ତୁ ଏଇଠି ସବୁ ମିଶି ଯାଉଛି, କେତେ ପାଣି ଆଉଛି, ଏଇଠି ବି ସମାନ ପାଣି ଦେଖାଯାଉଛି ଆଉ ଏଇଠି ବି ସମାନ ପାଣି ଦେଖାଯାଉଛି, ତଥାପି ଟିକେ ହେଲେ ବି ଭଲ ପାଣି ଅଲଗା ଦେଖାଯାଉନି, ପୁରା କାଦୁଅ ହେଇଯାଉଛି। ଆଜିକାଲି ଯେତିକି ଅନେକ ପ୍ରଭୁକୁ ପାଇ ମଧ୍ୟ ଅନେକ ପାପ କରୁଥିବା ଲୋକମାନଙ୍କର ଜୀବନ ଏଇଭଳି। ଆଉ ବି ମୁଁ ଦେଖେଇବି, ଦେଖନ୍ତୁ ଏତେ ଅଧିକ ପାଣି ଯାଉଛି ଏଇଠି, ଏଇଟା ଏତେ ଅଧିକ ଯାଉଛି ପାଣି, ହେଲେ ସେଠାରେ ଅଳ୍ପ ଆସୁଅଛି, ସେଠାରେ ମିଶିକିରି ଆସୁଛି ସେଇ ପାଣି, ଏ ପାଣି ମିଶିକିରି ଆସୁଅଛି, ତଥା ମଧ୍ୟ ଏତେ ଗୁଡ଼ା ପାଣି ମିଶିଲେ ହିଁ ଅଳ୍ପ ଗଲା ପାଣିକୁ ମିଶିଦେଲା ପରେ ଦେଖନ୍ତୁ ଆଗକୁ ଗଲା ପରେ ଗଲା ହେଇଯାଉଛି। ତେଣୁ ଆମେମାନେ ସବୁବେଳେ କେବଳ ନିର୍ମଳ ପାଣି ସ୍ୱରୂପ ରହିବା ଦରକାର, ତାହେଲେ ହିଁ ଆମମାନେ ବଞ୍ଚିପାରିବା। ଯଦି ଆମ ଜୀବନରେ ନିର୍ମଳ ପାଣି ବହୁଥିବ ଆଉ ସେଠି ଯଦି ଗଲା ପାଣି ମିଶିଯିବ, ତାହେଲେ ସବୁ ହିଁ ଗଲା ପାଣି ହେଇଯିବ। ତେଣୁ ଆମେ ସବୁବେଳେ ସଚେତନ ଓ ସାବଧାନ ହେବା ଦରକାର। ମୁଁ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ ଏଠି ଅନେକ ପାଣି, ଏଠି ଅଧିକାଂଶ ପାଣି ଏପଟେ ଯାଉଛି, ସିଆଡ଼େ ବି ମିଶିକିରି ଆଉଛି, ଏପଟେ ଅଧିକାଂଶ ପାଣି ଯାଉଛି, ଏଡ଼େ ବଡ଼ ନଦୀ, ତଥା ମଧ୍ୟ ସେଇଠି ସବୁ ଗଲା ହେଇଯାଉଛି, ପୁରା କାଦୁଅ ହେଇଯାଉଛି। ଆମେ ପାପମୟ ଜଗତରେ ଅଛୁ, ତେଣୁ ପ୍ରତି ସମୟରେ ଆମମାନେ এই ଜଗତର ପ୍ରତ୍ୟେକ କାମରୁ, ପ୍ରତ୍ୟେକ ବିଳାସରୁ ବା ପ୍ରତ୍ୟେକ ପ୍ରକାର ପାପରୁ ଆମେ ପୃଥକ ରହିବା ଉଚିତ। ତାହେଲେ ଆମେ ଆମ ଜୀବନରେ ନିତାନ୍ତ ଆମେ ନିର୍ମଳ ଓ ପବିତ୍ର ଜୀବନ କାଟିପାରିବା। ଗଡ୍ ବ୍ଲେସ୍ ୟୁ ଅଲ୍।